ক্যাপকট টাইপরে ভিডিওକୁ এডিটিଂ କରନ୍ତି ହେଲେ କିନ୍ତୁ ଜାଣିନାହାନ୍ତି କେମିତି ମୁହଁକୁ ସ୍ମୁଥ୍ କରାଯାଏ ଏବଂ ଗୁରା କରାଯାଏ। ଆପଣଙ୍କ ବ୍ଲାକ୍ ହେଇଥିବା ମୁହଁକୁ ମଧ୍ୟ ଗୁରା ହେଇଯିବ। ଆପଣମାନେ କେବଳ ଏମିତି ଏଡିଟିଂ କରନ୍ତୁ ଯାହାଦ୍ୱାରା କି ଆପଣଙ୍କର ମୁହଁ ମଧ୍ୟ ବହୁତ ସୁନ୍ଦର ଦେଖାଯିବ। ମୋର ଏହି ଭିଡିଓକୁ ଦେଖନ୍ତୁ କେମିତି ଦେଖାଯାଉଛି ବ୍ଲାକ୍ ଦିଶୁଛି ହେଲେ କିନ୍ତୁ ମୁଁ ଏବେ ଯେମିତି ସ୍ମୁଥ୍ କରିଦେବି ସାଙ୍ଗେ ସାଙ୍ଗେ ପୁରା ସ୍ମୁଥ୍ ହେଇଯିବ ଏବଂ ଗୁରା ମଧ୍ୟ ଦେଖାଯିବ। କେତେ ପୁରା ଧଳା ଦେଖାଯିବ ମୋର ମୁହଁଟି। ସେମିତି ଆପଣମାନେ ମଧ୍ୟ ଏଡିଟିଂ କରିପାରିବେ କ୍ୟାପକଟ୍ ଟାଇପ୍ରେ। ଆପଣମାନେ କେବଳ ଭଲ ଭାବରେ ଭିଡିଓଟିକୁ ଦେଖନ୍ତୁ ଏବଂ ଭଲ ଭାବରେ ଶିଖନ୍ତୁ। ଏହି ଭିଡିଓରେ ମୁଁ ଆପଣମାନଙ୍କୁ ଇଜି ୱେରେ ଶିଖିବାକୁ ଚେଷ୍ଟା କରିବି ବା ବହୁତ ସହଜ ଏବଂ ବହୁତ ସରଳ ଭାବରେ ଶିଖିବାକୁ ମୁଁ ଚେଷ୍ଟା କରିବି। ଆପଣମାନଙ୍କୁ ଏମିତି କେହି ମଧ୍ୟ ଶିଖେଇବେ ନାହିଁ ଫ୍ରେଣ୍ଡସ୍। କ୍ୟାପକଟ୍ ଟାଇପ୍ରେ ଭିଡିଓକୁ ଏଡିଟିଂ କରନ୍ତି ହେଲେ କିନ୍ତୁ ଏହି ସବୁ ଫିଚରକୁ ଯଦି ୟୁଜ୍ କରିବେ ନାହିଁ ତାହେଲେ କ୍ୟାପକଟ୍ ଟାଇପ୍ରେ ଏଡିଟିଂ କଲେ କେତେ ବା ନ କଲେ କେତେ ତାହାର କିଛି ମଧ୍ୟ ମହତ୍ତ୍ୱ ରହିବ ନାହିଁ। ସେଥିପାଇଁ ଫ୍ରେଣ୍ଡସ୍ ଆପଣମାନେ ସବୁକିଛି ଏହି ଗୋଟିଏ ଚ୍ୟାନେଲ ମାଧ୍ୟମରେ ଶିଖି ପାରିବେ। ମୁଁ ବହୁତ ଗୁଡ଼ିଏ ଯାହାକି କ୍ୟାପକଟ୍ ଉପରେ ଭିଡିଓ ମଧ୍ୟ ମୁଁ ବନେଇକି ରଖିଛି। କେମିତି ଭିଡିଓ ଏଡିଟିଂ କରିବେ କ୍ୟାପକଟ୍ ଟାଇପ୍ରେ ବା କେମିତି କଲର ଗ୍ରେଡିଂ କରିବେ, କେମିତି ନଏଜ୍ କ୍ଲିନ୍ କରିବେ, ସବୁ କିଛି ଭିଡିଓ ଦେଖିପାରିବେ ଏହି ଗୋଟିଏ ଚ୍ୟାନେଲ ମାଧ୍ୟମରେ। ୟୁଟ୍ୟୁବ ରିଲେଟେଡ୍ ଭିଡିଓ ମଧ୍ୟ ଦେଖିପାରିବେ କି କେମିତି ୟୁଟ୍ୟୁବ ଚ୍ୟାନେଲ ଖୋଲିବେ, କେମିତି ୟୁଟ୍ୟୁବରେ ପଇସା କମେଇବେ, ଏମିତି ବହୁତ ଗୁଡ଼ିଏ ଯାହାକି ଭିଡିଓ ଅଛି। ଏହି ଚ୍ୟାନେଲକୁ ଯାଇକି ଆପଣମାନେ ଭିଜିଟ୍ କରନ୍ତୁ। ଚାଲନ୍ତୁ ଫ୍ରେଣ୍ଡସ୍ ବେଶୀ ଡେରି ନ କରି ଭିଡିଓଟିକୁ ଆରମ୍ଭ କରିବା। ଲେଟ୍ସ ଷ୍ଟାର୍ଟ ନାଓ। ଚାଲନ୍ତୁ ଫାର୍ଷ୍ଟରେ ମୋବାଇଲର ଡାଟାକୁ ଅନ୍ କରିନେବା। ଅନ୍ କରିସାରିଲା ପରେ ଚାଲନ୍ତୁ ଏବେ ଆମେ VPNକୁ କନେକ୍ଟ କରିନେବା କ୍ୟାପକଟ୍ ସହିତ। ଦେଖିପାରୁଛନ୍ତି କନେକ୍ଟ ଲେଖା ହେଇଛି। ଏହି କନେକ୍ଟ ଉପରେ କ୍ଲିକ୍ କରି ନିଅନ୍ତୁ। ଏମିତି କନେକ୍ଟ ହେଇଯିବ। ଆପଣଙ୍କ ନେଟୱାର୍କ ଯଦି ଠିକ୍ ଯଦି ଅଛି ତାହେଲେ ନିହାତି ଭାବରେ କନେକ୍ଟ ହେଇଯିବ ଗୋଟିଏ ଥରରେ। ଚାଲନ୍ତୁ ଏବେ ଆମେ ବ୍ୟାକ୍ କରିକି ଯିବା। ଚାଲନ୍ତୁ ଏବେ ଆମେ କ୍ୟାପକଟ୍ ଉପରେ କ୍ଲିକ୍ କରି ନେବା। ତାପରେ ନ୍ୟୁ ପ୍ରୋଜେକ୍ଟ ଉପରେ କ୍ଲିକ୍ କରି ନିଅନ୍ତୁ ଏବଂ ଗୋଟିଏ ପ୍ଲସ୍ର ଆଇକନ୍ ମଧ୍ୟ ଅଛି। ଏହି ଜାଗାରେ କ୍ଲିକ୍ କରି ନିଅନ୍ତୁ। ମୁଁ ମଧ୍ୟ କ୍ଲିକ୍ କରି ନେଉଛି। ଯେମିତି କ୍ଲିକ୍ କରିଦେବେ ଡାଇରେକ୍ଟ ଗ୍ୟାଲେରୀକୁ ନେଇକି ଯିବ। ସେ ଗ୍ୟାଲେରୀରେ ଗୋଟିଏ ଭିଡିଓକୁ ବାଛି ନିଅନ୍ତୁ ଯେଉଁ ଭିଡିଓକୁ ଆପଣମାନେ ସ୍ମୁଥ୍ କରିବାକୁ ଚାହୁଁଛନ୍ତି। ମୁଁ ମଧ୍ୟ ବାଛି ନେଉଛି। ଏମିତି କ୍ଲିକ୍ କରିସାରିଲା ପରେ ଦେଖିପାରୁଥିବେ ଏହି ଜାଗାରେ ଏଡ୍ ଅଛି। ଦେଖିପାରୁଥିବେ ସମସ୍ତଙ୍କ ତଳରେ ଏଡ୍ ଅଛି। ଏହି ଜାଗାରେ ଦେଖନ୍ତୁ। ଏହି ଏଡ୍ ଉପରେ ଆପଣମାନେ କ୍ଲିକ୍ କରି ନିଅନ୍ତୁ। ମୁଁ ମଧ୍ୟ କ୍ଲିକ୍ କରି ନେଉଛି। ଚାଲନ୍ତୁ ଏବେ ଆମେ ଏହି ଭିଡିଓର ଲାଷ୍ଟକୁ ଯିବା। ଏମିତି ଦେଖିପାରୁଥିବେ ଏହି କ୍ୟାପକଟ୍ ଟାଇପ୍ର ଲୋଗୋଟି ଅଛି। ଏହି ଲୋଗୋକୁ ଆମେ ଏବେ ଡିଲିଟ୍ କରିବା। ଏହି ଲୋଗୋ ଉପରେ କ୍ଲିକ୍ କରି ନିଅନ୍ତି ଏମିତି। ତାପରେ ଦେଖିପାରୁଥିବେ ସମସ୍ତଙ୍କ ତଳରେ ଡିଲିଟ୍ର ଅପସନ୍ଟି ଅଛି। ଏହି ଜାଗାରେ ଦେଖନ୍ତୁ। ଏଇଠି କ୍ଲିକ୍ କରି ନିଅନ୍ତୁ। ମୁଁ ମଧ୍ୟ କ୍ଲିକ୍ କରି ନେଉଛି। ସାଙ୍ଗେ ସାଙ୍ଗେ ଡିଲିଟ୍ ହେଇଯିବ। ଦେଖିଲେ ସାଙ୍ଗେ ସାଙ୍ଗେ ଡିଲିଟ୍ ହେଇଗଲା। ଭିଡିଓର ଟାଇମଲାଇନ୍ ତଳରେ ଦେଖିପାରୁଥିବେ ବହୁତ ଗୁଡ଼ିଏ ଅପସନ୍ ଅଛି। ଏହି ଅପସନ୍କୁ ଧରିକି ଏମିତି ଟିକେ ଟାଣନ୍ତୁ। ମୁଁ ମଧ୍ୟ ଟାଣି ନେଉଛି। ଦେଖିପାରୁଥିବେ ଆଡଜଷ୍ଟ ଅଛି। ଏହି ଜାଗାରେ ଦେଖନ୍ତୁ। ଏହି ଆଡଜଷ୍ଟ ଉପରେ କ୍ଲିକ୍ କରି ନିଅନ୍ତୁ। ମୁଁ ମଧ୍ୟ କ୍ଲିକ୍ କରି ନେଉଛି। ଯେମିତି କ୍ଲିକ୍ କରିଦେବେ ବହୁତ ଗୁଡ଼ିଏ ଅପସନ୍ ଆସିଯିବ। ଦେଖିପାରୁଥିବେ ବ୍ରାଇଟନେସ୍ ଅଛି, କଣ୍ଟ୍ରାଷ୍ଟ ଅଛି, ସାଚୁରେସନ୍ ଅଛି, ବ୍ରିଲିଆନ୍ସ ଅଛି, ସାର୍ପେନ୍ ଅଛି, ବହୁତ ଗୁଡ଼ିଏ ଅପସନ୍ ଅଛି। ଆପଣ ଦେଖି ମଧ୍ୟ ପାରୁଥିବେ। ଏହିସବୁକୁ ଆମକୁ ୟୁଜ୍ କରିବାକୁ ପଡ଼ିବ। ତାପରେ ହିଁ ଯାଇକି ଆମ ଭିଡ଼ିଓଟି ବହୁତ ସୁନ୍ଦର ଦେଖାଯିବ ବା ମୁହଁଟି ମଧ୍ୟ ସୁନ୍ଦର ଦେଖାଯିବ। ଫାର୍ଷ୍ଟରେ ଆମେ ବ୍ରାଇଟନେସ୍ ଉପରେ କ୍ଲିକ୍ କରି ନେବା। ଏମିତି କ୍ଲିକ୍ କରିସାରିଲା ପରେ ଦେଖିପାରୁଥିବେ ଗୋଟିଏ ଲାଇନ୍ ରହିଛି। ଏହି ଜାଗାରେ ଦେଖନ୍ତୁ। ଏଇଠି ଆପଣମାନେ ଟିକେ ଯଦି ବଢ଼େଇବେ ତାହେଲେ ଆପଣଙ୍କର ବ୍ରାଇଟନେସ୍ ଟିକେ ବଢ଼ିବ। ଯଦି କମେଇବେ ତାହେଲେ କମେଇ ମଧ୍ୟ ପାରିବେ। ଯାହାକି ଅପସନ୍ ମଧ୍ୟ ଅଛି। ଆପଣ ଦେଖି ମଧ୍ୟ ପାରୁଥିବେ। ବ୍ରାଇଟନେସ୍କୁ ଟିକେ ବଢ଼େଇ ନେବା। ଏମିତି ଦେଖିପାରୁଥିବେ ମୁଁ 7ରେ ରଖି ନେଉଛି। ତାପରେ ଚାଲନ୍ତୁ ଏବେ ଆମେ କଣ୍ଟ୍ରାଷ୍ଟ ଉପରେ କ୍ଲିକ୍ କରି ନେବା। ଏମିତି ଏହି କଣ୍ଟ୍ରାଷ୍ଟକୁ ଚାଲନ୍ତୁ ଏବେ ଆମେ ଟିକେ ବଢ଼େଇ ନେବା ଯାହାଦ୍ୱାରା କି ବହୁତ ସୁନ୍ଦର ଦେଖାଯିବ। ଆପଣମାନେ ଚାହିଁଲେ କମେଇ ମଧ୍ୟ ପାରିବେ। ଯେମିତିକି ଫ୍ରେଣ୍ଡସ୍ ଦେଖିପାରୁଥିବେ ମୁଁ 7ରେ ରଖି ନେଇଛି। ଆପଣମାନେ ଚାହିଁଲେ ଆପଣଙ୍କ ଭିଡ଼ିଓ ହିସାବରେ ଆପଣ ରଖିନେବେ ଯେମିତିକି ବହୁତ ସୁନ୍ଦର ଦେଖାଯିବ। ସେତିକିରେ ଆପଣ ରଖିନେବେ ନହେଲେ କମେଇ ମଧ୍ୟ ପାରିବେ ଆପଣଙ୍କ ଇଚ୍ଛା ଅନୁସାରେ। ଚାଲନ୍ତୁ ଏବେ ଆମେ ସାଚୁରେସନ୍ ଉପରେ କ୍ଲିକ୍ କରି ନେବା ଏବଂ ଟିକେ ବଢ଼େଇ ନେବା। ଏହି ସାଚୁରେସନ୍କୁ ଚାଲନ୍ତୁ ଏବେ ଆମେ 5ରେ ରଖିନେବା ଯାହାଦ୍ୱାରା କି ଭିଡ଼ିଓଟି ମଧ୍ୟ ସୁନ୍ଦର ଦେଖାଯିବ। ତାପରେ ଏବେ ଆମେ ବ୍ରିଲିଆନ୍ସ ଉପରେ କ୍ଲିକ୍ କରି ନେବା। ଏହି ବ୍ରିଲିଆନ୍ସକୁ ଚାଲନ୍ତୁ ଏବେ ଆମେ 4ରେ ରଖିନେବା। ତାପରେ ସାର୍ପେନ୍କୁ ଏବେ ଆମେ କ୍ଲିକ୍ କରି ନେବା। ସାର୍ପେନ୍କୁ ମଧ୍ୟ ଏବେ 4ରେ ରଖିନେବା। ତାପରେ ଦେଖିପାରୁଥିବେ HSL ଅଛି। ଏ ଉପରେ କ୍ଲିକ୍ କରି ନିଅନ୍ତୁ ଏବଂ ଆପଣମାନେ ଏଇଠି କଲର୍ ଗ୍ରେଡିଂ ମଧ୍ୟ କରିପାରିବେ। ଆପଣମାନେ ଯେଉଁ କଲର୍କୁ ମଧ୍ୟ ଦେଇପାରିବେ। ଯେମିତିକି ଫ୍ରେଣ୍ଡସ୍ ମୁଁ ଗ୍ରୀନ୍ କଲର୍କୁ ଦେଉଛି ଏବଂ ଟିକେ ଟିକେ ବଢ଼େଇ ନେଉଛି ଏହି 3ଟି ଅପସନ୍କୁ। ଏମିତି ଆପଣମାନେ ଯେଉଁ କଲର୍କୁ ମଧ୍ୟ କ୍ଲିକ୍ କରିକି ଏମିତି ଟିକେ ବଢ଼େଇ ନେବେ ନହେଲେ କମେଇ ମଧ୍ୟ ପାରିବେ ଆପଣଙ୍କ ଇଚ୍ଛା ଅନୁସାରେ। କଲର୍କୁ ଯାହା ବି ୟୁଜ୍ କରିବାର ଅଛି କରିନେବେ। ତାପରେ ଏହି ଜାଗାରେ ବ୍ୟାକ୍ର ଅପସନ୍ଟି ଅଛି। ଏହି ଜାଗାରେ ଦେଖନ୍ତୁ। ଏଇଠି କ୍ଲିକ୍ କରି ନେବେ ବ୍ୟାକ୍ ହେଇଯିବ।
ତାପରେ ଦେଖିପାରୁଥିବେ ବହୁତ ଗୁଡ଼ିଏ ଅପସନ୍ ଅଛି। ଏ ଅପସନ୍ ଗୁଡ଼ିକୁ ମଧ୍ୟ ଆପଣମାନେ ୟୁଜ୍ କରିପାରିବେ। ଚାଲନ୍ତୁ ଏବେ ଆମେ ୟୁଜ୍ କରି ନେବା ଟିକେ ଟିକେ। ମୁଁ ଏହିସବୁକୁ ମୁଁ 2-2ରେ ହିଁ ରଖି ନେଉଛି। ଆପଣମାନେ ମଧ୍ୟ ରଖି ନିଅନ୍ତୁ 2-2ରେ, ନହେଲେ ଆପଣ ଚାହିଁଲେ ବଢ଼େଇ ମଧ୍ୟ ପାରିବେ ଆପଣଙ୍କ ଇଚ୍ଛା ଅନୁସାରେ। ମୁଁ କିନ୍ତୁ 2ରେ ରଖିବାର ଅଛି। ଏମିତି ସବୁ ଅପସନ୍କୁ ୟୁଜ୍ କରିସାରିଲା ପରେ ଦେଖିପାରୁଥିବେ ତଳରେ ରାଇଟ୍ର ଅପସନ୍ଟି ଅଛି। ଏହି ଜାଗାରେ ଦେଖନ୍ତୁ, ଏଇଠି କ୍ଲିକ୍ କରି ନିଅନ୍ତୁ, ରାଇଟ୍ ହେଇଯିବ ବା ସେଭ୍ ହେଇଯିବ। ଏହି ତଳରେ ଥିବା ଅପସନ୍କୁ ଧରିକି ଏମିତି ଲେଫ୍ଟରୁ ରାଇଟ୍କୁ ଏମିତି ଟାଣନ୍ତୁ। ଦେଖିପାରୁଥିବେ ରିଟଚ୍ ଅଛି। ଏହି ଜାଗାରେ ଦେଖନ୍ତୁ ରିଟଚ୍ ଅଛି। ଏହି ରିଟଚ୍ ଉପରେ କ୍ଲିକ୍ କରି ନିଅନ୍ତୁ। ମୁଁ ମଧ୍ୟ କ୍ଲିକ୍ କରି ନେଉଛି। ଯେମିତି କ୍ଲିକ୍ କରିଦେବେ ଦୁଇଟି ଅପସନ୍ ଆସିଯିବ। ଫେସ୍ ଏବଂ ବଡିର ଅପସନ୍ଟି ଆସିଯିବ। ଏହି ଫେସ୍ ଉପରେ କ୍ଲିକ୍ କରି ନିଅନ୍ତୁ। ମୁଁ ମଧ୍ୟ କ୍ଲିକ୍ କରି ନେଉଛି। ଯେମିତି କ୍ଲିକ୍ କରିଦେବେ ଦେଖିପାରୁଥିବେ ବହୁତ ଗୁଡ଼ିଏ ଅପସନ୍ ଆସିଯିବ। ତାପରେ ଦେଖିପାରୁଥିବେ ସ୍ମୁଥ୍ ଅଛି, ସ୍କିନ୍ ଟୋନ୍ ଅଛି, ସ୍ମାଇଲ୍ ଲାଇନ୍ ଅଛି, ଡାର୍କ କ୍ଲିନେସ୍ ଅଛି, ହ୍ୱାଇଟ୍ ଟିଚ୍ ଅଛି। ଏମିତି ବହୁତ ଗୁଡ଼ିଏ ଅପସନ୍ ଅଛି। ଆପଣମାନେ ସବୁକୁ ୟୁଜ୍ କରିପାରିବେ। ଚାଲନ୍ତୁ ଏବେ ଆମେ ୟୁଜ୍ କରି ନେବା। ଫାର୍ଷ୍ଟରେ ଆମେ ସ୍ମୁଥ୍ ଉପରେ କ୍ଲିକ୍ କରି ନେବା। ଏମିତି କ୍ଲିକ୍ କରିକି ଏମିତି ଟିକେ ଦେଖିପାରୁଥିବେ ତଳରେ ଗୋଟେ ଲାଇନ୍ ଅଛି। ଏହି ଜାଗାରେ ଦେଖନ୍ତୁ, ଏହି ଲାଇନ୍କୁ ଧରିକି ଏମିତି ଟିକେ ଟାଣନ୍ତୁ। ଯେତିକି ରଖିବାର ଅଛି ସେତିକି ରଖିନେବେ, ଯାହାଦ୍ୱାରା କି ଆପଣଙ୍କର ମୁହଁ ମଧ୍ୟ ସ୍ମୁଥ୍ ହେଇଯିବ। ଦେଖିପାରୁଛନ୍ତି ଟିକେ ସ୍ମୁଥ୍ ହେଇଯାଉଛି। ତାପରେ ଦେଖିପାରୁଥିବେ ପିନ୍ ହ୍ୱାଇଟ୍ ଅଛି। ଏହି ଜାଗାରେ ଦେଖନ୍ତୁ, ଏଇଠି କ୍ଲିକ୍ କରି ନିଅନ୍ତୁ। ମୁଁ ମଧ୍ୟ କ୍ଲିକ୍ କରି ନେଉଛି। ଏମିତି କ୍ଲିକ୍ କରିସାରିଲା ପରେ ଏହି ଦୁଇଟି ଲାଇନ୍ ଅଛି ଦେଖିପାରୁଥିବେ ଟିକେ ଟିକେ ବଢ଼େଇ ନିଅନ୍ତୁ। ଏମିତି ମୁଁ ମଧ୍ୟ ଟିକେ ଟିକେ ବଢ଼େଇ ନେଉଛି। ତାପରେ ଏମିତି ବ୍ୟାକ୍ କରି ନିଅନ୍ତୁ ଏହି ଜାଗାରେ କ୍ଲିକ୍ କରିକି। ତାପରେ ସ୍ମାଇଲ୍ ଲାଇନ୍ ଉପରେ କ୍ଲିକ୍ କରି ନିଅନ୍ତୁ। ଏମିତି ଏହି ଜାଗାରେ ମଧ୍ୟ ଟିକେ ବଢ଼େଇ ପାରିବେ। ଏମିତି ବଢ଼େଇ ସାରିଲା ପରେ ଦେଖିପାରୁଥିବେ ଡାର୍କ କ୍ଲିନେସ୍ ଅଛି। ଏହି ଡାର୍କ କ୍ଲିନେସ୍ ଉପରେ କ୍ଲିକ୍ କରିକି ଏମିତି ଟିକେ ବଢ଼େଇ ନିଅନ୍ତୁ ଫୁଲ୍। ତାପରେ ଦେଖିପାରୁଥିବେ ହ୍ୱାଇଟିଂ ଅଛି। ଏହି ହ୍ୱାଇଟିଂ ଉପରେ ମଧ୍ୟ ଏମିତି କ୍ଲିକ୍ କରିକି ଟିକେ ବଢ଼େଇ ନିଅନ୍ତୁ। ତାପରେ ହ୍ୱାଇଟ୍ ଟିଚ୍ ଅଛି। ଏହି ହ୍ୱାଇଟ୍ ଟିଚ୍କୁ ମଧ୍ୟ ଏମିତି ଫୁଲ୍ ବଢ଼େଇ ନିଅନ୍ତୁ। ଏମିତି ବଢ଼େଇ ସାରିଲା ପରେ ଦେଖିପାରୁଥିବେ ରିସେପ୍ ଅଛି। ଏହି ଜାଗାରେ ଦେଖନ୍ତୁ, ଏହି ରିସେପ୍ ଉପରେ କ୍ଲିକ୍ କରି ନିଅନ୍ତୁ। ମୁଁ ମଧ୍ୟ କ୍ଲିକ୍ କରି ନେଉଛି। ଏମିତି କ୍ଲିକ୍ କରିସାରିଲା ପରେ ଟିକେ ସ୍ଲିମ୍ ମଧ୍ୟ କରିପାରିବେ ଫେସ୍କୁ। ଚାଲନ୍ତୁ ଫାର୍ଷ୍ଟରେ ଆମେ ଏହି ଅପସନ୍ରେ କ୍ଲିକ୍ କରି ନେବା ଏବଂ ଟିକେ ସ୍ଲିମ୍ କରି ନେବା। ସ୍ଲିମ୍ କରିସାରିଲା ପରେ ଦେଖିପାରୁଥିବେ ଜିଓ ଅଛି। ଏ ଜିଓ ଉପରେ କ୍ଲିକ୍ କରିକି ଏମିତି ଟିକେ ବଢ଼େଇ ନିଅନ୍ତୁ। ଏମିତି ଯେତିକି ରଖିବାର ଅଛି ସେତିକି ରଖିନେବେ। ତାପରେ ଦେଖିପାରୁଥିବେ ଚେକ୍ ବୋନ୍ସ ଅଛି। ଏ ଚେକ୍ ବୋନ୍ସ ଉପରେ କ୍ଲିକ୍ କରିକି ଏମିତି ଫୁଲ୍ ବଢ଼େଇ ନିଅନ୍ତୁ ବା ଯେତିକି ରଖିବାର ଅଛି ରଖିନେବେ। ତାପରେ ଦେଖିପାରୁଥିବେ ଚିନ୍ ଲେନ୍ଥ ଅଛି, ଷ୍ଟୋରେନ୍ ଅଛି, ହେୟାରଲାଇନ୍ ଅଛି। ଏସବୁକୁ ମଧ୍ୟ ଆପଣମାନେ କମ୍ ମଧ୍ୟ କରିପାରିବେ। ହେଲେ କିନ୍ତୁ ଫ୍ରେଣ୍ଡସ୍ ମୁଁ କମ୍ କରିବାର ହିଁ ନାହିଁ। ବା ତାପରେ ଦେଖିପାରୁଥିବେ ଆଇ ପାଇଁ ମଧ୍ୟ ଅଛି। ଆପଣଙ୍କର ଆଖିକୁ ମଧ୍ୟ ବଢ଼େଇ ପାରିବେ ଏବଂ ଛୋଟ ମଧ୍ୟ କରିପାରିବେ। ତାପରେ ନୋଜ୍ ଅଛି, ତାପରେ ମାଉଥ୍ ଅଛି। ଏହି ଜାଗାରେ ଦେଖନ୍ତୁ, ଏଇଠି ଆଇ ଅଛି, ନୋଜ୍ ଅଛି, ମାଉଥ୍ ଅଛି। ଏସବୁକୁ ମଧ୍ୟ ଛୋଟ ବଡ଼ କରିପାରିବେ। ହେଲେ କିନ୍ତୁ ଫ୍ରେଣ୍ଡସ୍ ମୁଁ ବଢ଼େଇବାକୁ ଚାହୁଁନାହିଁ କି ଛୋଟ ମଧ୍ୟ କରିବାକୁ ଚାହୁଁନାହିଁ। ଯେମିତି ଥିବାର ଅଛି ସେମିତି ହିଁ ରହିବାକୁ ଦେଉଛି। ତାପରେ ଆପଣମାନେ ଏହି ରାଇଟ୍ ଉପରେ କ୍ଲିକ୍ କରି ନେବେ। ଏଇଠି ଅଛି ରାଇଟ୍। ଏମିତି କ୍ଲିକ୍ କରିସାରିଲା ପରେ ଦେଖିପାରୁଥିବେ ଏହି ଜାଗାରେ ବଡି ଅଛି। ଏହି ବଡି ଉପରେ କ୍ଲିକ୍ କରି ନେବେ। ଏଇଠି ମୁଁ ମଧ୍ୟ କ୍ଲିକ୍ କରି ନେଉଛି। ଦେଖିପାରୁଥିବେ ଏହି ଜାଗାରେ ମଧ୍ୟ ବହୁତ ଗୁଡ଼ିଏ ଅପସନ୍ ଅଛି। ହେଡ୍ ଅଛି, ବଡି ଅଛି, ୱେଷ୍ଟ ଅଛି, ଲେଗ୍ସ ଅଛି, ସ୍ମୁଥ୍ ଅଛି, ବ୍ୟାକ୍ନେଟ୍ ଅଛି। ଆପଣମାନେ ଏହି ସ୍ମୁଥ୍ ଉପରେ କ୍ଲିକ୍ କରି ନେବେ। ଏଇଠି ସ୍ମୁଥ୍ ଉପରେ କ୍ଲିକ୍ କରିସାରିଲା ପରେ ଏହି ଲାଇନ୍କୁ ଆପଣମାନେ ଟିକେ ବଢ଼େଇ ନେବେ। ଏମିତି ଯେତିକି ଗୁରା କରିବାର ଅଛି ସେତିକି ସ୍ମୁଥ୍ କରି ନେବେ। ଯାହାକି ଦେଖିପାରୁଥିବେ କେତେ ସ୍ମୁଥ୍ ହେଇଗଲା ମୁହଁଟି। ଏମିତି ଆପଣମାନେ ସ୍ମୁଥ୍ କରିପାରିବେ ଆପଣଙ୍କର ମୁହଁକୁ। ଆପଣମାନେ ଚାହିଁଲେ ଏସବୁକୁ ମଧ୍ୟ ୟୁଜ୍ କରିପାରିବେ। ହେଲେ କିନ୍ତୁ ଫ୍ରେଣ୍ଡସ୍ ମୁଁ ୟୁଜ୍ କରିବାକୁ ଚାହୁଁନାହିଁ। ତାପରେ ରାଇଟ୍ କରିଦେବେ। ଏମିତି ଏବେ ଭିଡ଼ିଓକୁ ଦେଖନ୍ତୁ, ଆଗ ଅପେକ୍ଷା କେତେ ସୁନ୍ଦର ଦେଖାଯାଉଛି ମୁହଁଟି। ଏମିତି ଆପଣମାନେ ଆପଣଙ୍କର ଭିଡ଼ିଓକୁ ମଧ୍ୟ ସ୍ମୁଥ୍ କରିପାରିବେ। ଏହି ଭିଡ଼ିଓରେ ତ ଭଲ ଭାବରେ ଜାଣିପାରିଲେ କି କେମିତି କ୍ୟାପଟ୍ ଟାଇପ୍ରେ ମୁହଁକୁ ସ୍ମୁଥ୍ କରିବେ ବା ବ୍ଲାକ୍ ହେଇଥିବା ମୁହଁକୁ କେମିତି ଗୁରା କରିବେ, ଯାହାକି ଆପଣମାନେ ଭଲ ଭାବରେ ଜାଣି ମଧ୍ୟ ପାରିଲେ ଏବଂ ଶିଖି ମଧ୍ୟ ପାରିଲେ। ଭିଡ଼ିଓଟି ଯଦି ଭଲ ଲାଗିଛି ତାହେଲେ ନିହାତି ଭାବରେ ଗୋଟେ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ରଖିବେ ଏବଂ ନିଜର ସାଙ୍ଗମାନଙ୍କୁ ସେୟାର କରିଦେବେ, ଯାହାଦ୍ୱାରା କି ଆପଣଙ୍କର ସାଙ୍ଗମାନେ ମଧ୍ୟ ଦେଖିକି ଶିଖିପାରିବେ କି କେମିତି ମୁହଁକୁ ସ୍ମୁଥ୍ କରାଯାଏ ବ୍ଲାକ୍ ହେଇଥିବା ମୁହଁକୁ। ଚାଲନ୍ତୁ ଫ୍ରେଣ୍ଡସ୍, ଏବେ ଆମେ ନେକ୍ସଟ ଭିଡ଼ିଓରେ ଦେଖା ହେବା।